ସାଇରାମ ପ୍ରଚଣ୍ଡ କଷ୍ଟ ସହି ହେଉନି, ସମ୍ଭାଳି ବି ହେଉନି, ସମ୍ମୁଖୀନ କରି ହେଉନି। ବେଳେବେଳେ ଇଚ୍ଛା ହେଉଛି କି ଗୋଟେ ଥାଆନ୍ତା କି ଯେମିତି ଆମେ ପଚାରିଲେ କହିଦିଅନ୍ତି ଆଗକୁ ଯାଇକି କ'ଣ ହେବ, କେମିତି ଏକୁଟିଆ ପାରିବି, କାହାକୁ କହିବି। ବେଳେବେଳେ ମନକୁ କେମିତି ଆସେ, ମଣିଷ ଅଧୈର୍ଯ୍ୟ ହୋଇପଡ଼େ। ଏବଂ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଆମ ଜୀବନରେ କଷ୍ଟର ସମୟ ସେତେବେଳେ ଯେତେବେଳେ ଆମେ ଭାବୁ ଭଗବାନ ମୋତେ ଦେଖୁନାହାନ୍ତି, ଭଗବାନ ମୋତେ ଶୁଣୁନାହାନ୍ତି, ଭଗବାନ ମୋ ଦୁଃଖକୁ ଜାଣିପାରୁନାହାନ୍ତି। ଆମ ଜୀବନରେ ବାପା ମରିଯିବା, ମା ମରିଯିବା, ସ୍ତ୍ରୀ ମରିଯିବା, ସ୍ୱାମୀ ମରିଯିବା, ପୁଅ ମରିଯିବା ସେତିକି କଷ୍ଟ ନୁହଁ, ସେତିକି ଦୁଃଖର ସମୟ ନୁହଁ ଯେତିକି ଦୁଃଖର ସମୟ ଆମେ ଯେତେବେଳେ ଭାବୁ ଭଗବାନ ମୋ ସହିତ ନାହାନ୍ତି, ମୋତେ ଦେଖୁନାହାନ୍ତି। ଏବଂ ସାଙ୍ଗେ ସାଙ୍ଗେ ଆମେ କେଉଁଠି ପାଶୁରି ଯାଉ ସେଇ 4ଟି ନିୟମ, ଫଲୋ ଦି ମାଷ୍ଟର। ଯାହାକୁ ମାନୁଛନ୍ତି ଦିଅ ବୋଲି ତାଙ୍କୁ ଅନୁସରଣ କରନ୍ତୁ। ଫେସ୍ ଦି ଡେଭିଲ୍। ବାଟରେ ପ୍ରତିବନ୍ଧକ ଆସିବ, କିଏ କହିଲା ଆସିବନି, ତାକୁ ସମ୍ମୁଖୀନ ହେବାକୁ ପଡ଼ିବ। ଫାଇଟ୍ ଟୁ ଦି ଏଣ୍ଡ। ଶେଷ ପର୍ଯ୍ୟନ୍ତ ଲଢ଼ନ୍ତୁ। ସେ ଶକ୍ତି ସେ ହିଁ ଦେଇଛନ୍ତି। କଷ୍ଟ ତାକୁ ଦିଅନ୍ତି ଯେ କଷ୍ଟକୁ ଧାରଣ କରିପାରିବ। ସମସ୍ତଙ୍କୁ କଷ୍ଟ ଦିଅନ୍ତିନି। ଯିଏ ସମ୍ମୁଖୀନ ହୋଇପାରିବ, ଯିଏ ତାକୁ ଧାରଣ କରିପାରିବ, ବହନ କରିପାରିବ, ତାକୁ ସେ କଷ୍ଟ ଦିଅନ୍ତି। ତେଣୁ ଶେଷ ପର୍ଯ୍ୟନ୍ତ ଲଢ଼ନ୍ତୁ। କେଉଁଠି ଆପଣ ଲଢ଼ୁଛନ୍ତି ଯେ ସେ ଆପଣଙ୍କ ସହିତ ଲଢ଼ୁଛନ୍ତି। ଫିନିଶ୍ ଦି ଗେମ୍। ଏବଂ ସେଦିନ ସରିବ ଦିନେ। ଆପଣଙ୍କ ମନ ଥିବ ଦ୍ରୌପଦୀ ଏବଂ ଧୃତରାଷ୍ଟ୍ର କୃଷ୍ଣଙ୍କୁ ଠିକ୍ ଏଇଭଳି କଥା ପଚାରିଥିଲେ। କେଉଁ ଜନ୍ମର କର୍ମ ଦ୍ରୌପଦୀ ପଚାରିଥିଲେ। ଧୃତରାଷ୍ଟ୍ର ପଚାରିଥିଲେ କେଉଁ ପାପ ହେତୁ ମୋର 100 ପୁଅକୁ ନାସିଦେଲ ତମେ। ତୁମେ କ'ଣ ଭାବୁଛ କେଶବ ମୁଁ ଗତ ଜନ୍ମର କଥା ଜାଣିପାରୁନି, ଅତୀତର କଥା ମୁଁ ବି ଜାଣିପାରେ। ମୁଁ ବି ଜଣେ ସିଦ୍ଧ ପୁରୁଷ। ବିଗତ 50 ଜନ୍ମର ଶେଷ ପର୍ଯ୍ୟନ୍ତ ମୁଁ ଜାଣିପାରୁଛି। କିଏ କହିଲେ? ଧୃତରାଷ୍ଟ୍ର କହିଲେ। କେଶବ କହୁଛନ୍ତି ହଁ, ତୁମେ ବିଗତ 50 ବର୍ଷର ଖବର ରଖିପାର, କିନ୍ତୁ ସୃଷ୍ଟିର ନିୟନ୍ତକ ଯିଏ ଆପଣଙ୍କର କୋଟି କୋଟି ବର୍ଷର ହିସାବ ରଖୁଛନ୍ତି। ମନେ ପକାଅ ଧୃତରାଷ୍ଟ୍ର, ଯେତେବେଳେ ତମେ ସୁନ୍ଦର ବ୍ୟାଧଟିଏ ଥିଲ, ତୁମର ଲକ୍ଷ୍ୟ କେବେ ଚ୍ୟୁତ ହେଉନଥିଲା, ତୁମର ପ୍ରତ୍ୟେକଟି ତୀର ଗନ୍ତବ୍ୟ ସ୍ଥଳରେ, ଲକ୍ଷ୍ୟ ସ୍ଥଳରେ ଠକ୍କନା ଯାଇ ଭେଦ କରେ। ସେଇଦିନ ସେ